ପ୍ରଥମେ ଶ୍ରୀକ୍ଷେତ୍ରରେ ଏଠି ସେଠି ବିକ୍ରି ହେବନି ଆମିଷ, ଥଇଥାନ ହେବେ ମାଛ ଦୋକାନୀ। ଆଉ ଏଣିକି ଏଠି ସେଠି ବସି ମାଛ ବିକିବେନି ବ୍ୟବସାୟୀ। ପ୍ରାଥମିକ ପର୍ଯ୍ୟାୟରେ 2 ମହଲା ବିଶିଷ୍ଟ ବିଲ୍ଡିଂରେ ଥଇଥାନ ହେବେ 250 ବେପାରୀ। 2019ରେ ମାର୍କେଟର ରୂପରେଖ ହୋଇ 6 କୋଟିର ବ୍ୟୟ ବରାଦ ବି ହୋଇଥିଲା। 2021 ଜୁନ୍ ସୁଦ୍ଧା ମାଛ ଦୋକାନୀଙ୍କୁ ଥଇଥାନ ଲକ୍ଷ୍ୟ ନେଇ ଆରମ୍ଭ ଏହି ପ୍ରକଳ୍ପ, କିନ୍ତୁ ଉଧେଇ ପାରି ନଥିଲା। ଏବେ ଏହି କାମ ତ୍ୱରାନ୍ୱିତ ହେବା ସହ ଶେଷ ହୋଇଥିବାରୁ ସ୍ୱାଗତ କରିଛନ୍ତି ମାଛ ବ୍ୟବସାୟୀ। ଏହାଦ୍ୱାରା ବ୍ୟବସ୍ଥିତ ହେବ ଆମିଷ ବିକ୍ରି। ଏଠି ସେଠି ଆଉ ଆମିଷର ଦୁର୍ଗନ୍ଧରେ ନାକ ଟେକିବେନି ପର୍ଯ୍ୟଟକ। ସେପଟେ ଖୁବ୍ ଶୀଘ୍ର ଏକ ମ୍ୟାନେଜମେଣ୍ଟ କମିଟି ଗଠନ ହେବ। 2019 ସର୍ଭେ ଓ ଏବେ ନୂଆ ସର୍ଭେ ଆଧାରରେ ଚୟନ ହେବେ ବ୍ୟବସାୟୀ। ଉପଜିଲ୍ଲାପାଳ କମିଟିର ଚେୟାରମ୍ୟାନ ରହିଛନ୍ତି। ଆଗାମୀ ଦିନରେ ଏହାକୁ ଆହୁରି ବ୍ୟାପକ କରି ଆହୁରି ଅଧିକ ମତ୍ସ୍ୟଜୀବୀଙ୍କୁ ଯୋଡ଼ିବାକୁ ଲକ୍ଷ୍ୟ ରଖାଯାଇଛି। ପରବର୍ତ୍ତୀ ଖବର, ସମ୍ବଲପୁରରେ ହେବ ଓଡ଼ିଶାର ପ୍ରଥମ ଗ୍ଲାସ ଭ୍ୟୁ ଟାଇଗର ଏନକ୍ଲୋଜର। ଚିଡ଼ିଆଖାନାକୁ ଅଣାଯିବ 4 ମହାବଳ ବାଘ। ନିର୍ମାଣ ହେବ 3ଟି ଗ୍ଲାସ ଭ୍ୟୁ ଏନକ୍ଲୋଜର। ଆଜି ସମ୍ବଲପୁର ଚିଡ଼ିଆଖାନାରେ ଏଥିପାଇଁ ଭିତ୍ତିପ୍ରସ୍ତର ସ୍ଥାପନ ହୋଇଛି। କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ପଞ୍ଚାୟତ ରାଜ ମନ୍ତ୍ରୀ ରବି ନାରାୟଣ ନାୟକ 3ଟି ଏନକ୍ଲୋଜର ପାଇଁ ଭିତ୍ତି ଦେଇଛନ୍ତି। ଗୋଟିଏ ଏନକ୍ଲୋଜରରେ 4 ମହାବଳ ବାଘଙ୍କୁ ରଖାଯିବ। ପୂର୍ବରୁ ନ୍ୟାସନାଲ ଜୁ ଅଥରିଟି ସମ୍ବଲପୁରକୁ ବାଘ ଆଣିବାକୁ ଅନୁମତି ଦେଇଛି। ହାଇଦ୍ରାବାଦ ସ୍ଥିତ ଏକ ଚିଡ଼ିଆଖାନା ମହାବଳ ବାଘ ଦେବାକୁ ସମ୍ବଲପୁର ଚିଡ଼ିଆଖାନା କର୍ତ୍ତୃପକ୍ଷଙ୍କୁ ଅଫର ଦେଇଛି। ଅନ୍ୟପଟେ ଭୁବନେଶ୍ୱର ସ୍ଥିତ ନନ୍ଦନକାନନରୁ ଘଡ଼ିଆଳ ଓ ମଗର ଆଣିବାକୁ ମଧ୍ୟ ପ୍ରସ୍ତାବ ଥିବା ଜଣାପଡ଼ିଛି। ଏବେ ସମ୍ବଲପୁର ଚିଡ଼ିଆଖାନାରେ 17ଟି ପ୍ରଜାତିର ବନ୍ୟପ୍ରାଣୀ ରହିଥିବା ବେଳେ ମୋଟ 48ଟି ପ୍ରଜାତିର ବନ୍ୟପ୍ରାଣୀ ରଖିବାକୁ ଅନୁମତି ମିଳିଛି। ଆଗକୁ ପର୍ଯ୍ୟଟନ କ୍ଷେତ୍ରରେ ଏହାକୁ 2 ପାଦ ଆଗକୁ ନେବାକୁ ପ୍ରୟାସ କରୁଛି ପ୍ରଶାସନ। ପରବର୍ତ୍ତୀ ଖବର, ସୃଷ୍ଟି ହେଲା ବାତ୍ୟା ସାନ୍ୟାର, ଏଇଠି କରିବ ଲ୍ୟାଣ୍ଡଫଲ। ଭାରତୀୟ ପାଣିପାଗ ବିଭାଗ ଅନୁଯାୟୀ ମାଲେସିଆ ନିକଟବର୍ତ୍ତୀ ମଲକ୍କା ପ୍ରଣାଳୀ ଏବଂ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଏକ ନିମ୍ନ ଚାପ କ୍ଷେତ୍ର ମଙ୍ଗଳବାର ଦିନ ଘନୀଭୂତ ହୋଇ ଡିପ୍ରେସନରେ ପରିଣତ ହୋଇଛି। ଆଇଏମଡି ପୂର୍ବାନୁମାନ କରିଛି ଯେ ଏହି ପାଣିପାଗ ପ୍ରଣାଳୀ ବୁଧବାର ଅପରାହ୍ନ ସୁଦ୍ଧା ଘୂର୍ଣ୍ଣିଝଡ଼ରେ ପରିଣତ ହୋଇଥିଲା, କିନ୍ତୁ ତାମିଲନାଡୁ, ପୁଦୁଚେରୀ, ଆନ୍ଧ୍ରପ୍ରଦେଶ ଓ କେରଳ ପାଇଁ ଝଡ଼ ଏବଂ ବର୍ଷା ସତର୍କତା ଜାରି କରାଯାଇଛି। ଭାରତୀୟ ପାଣିପାଗ ବିଭାଗ କହିଛି ଯେ ମଲକ୍କା ପ୍ରଣାଳୀ ଉପରେ ସୃଷ୍ଟି ହୋଇଥିବା ଲଘୁଚାପ ବୁଧବାର ବଙ୍ଗୋପସାଗରରେ ଘୂର୍ଣ୍ଣିଝଡ଼ରେ ପରିଣତ ହୋଇଛି। ଘୂର୍ଣ୍ଣିଝଡ଼ ସ୍ୟାନର ଆଜି ଅପରାହ୍ନରେ ଇଣ୍ଡୋନେସିଆ ଉପକୂଳରେ ସ୍ଥଳଭାଗ ଛୁଇଁପାରେ। ତେବେ ଏହି ବାତ୍ୟାର ସିଧାସଳଖ ପ୍ରଭାବ ଓଡ଼ିଶା ଉପରେ ରହିବ ନାହିଁ ବୋଲି ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ ନିର୍ଦ୍ଦେଶିକା ମନୋରମା ମହାନ୍ତି ସୂଚନା ଦେଇଛନ୍ତି। କିଛି ସ୍ଥାନରେ ପାଗ ମେଘୁଆ ରହିବ, ଶୀତର ପ୍ରଭାବ ସାମାନ୍ୟ ରହିବ। ପରବର୍ତ୍ତୀ ଖବର, ରାସ୍ତାରେ ପାର୍କିଂ ଦଣ୍ଡନୀୟ, ଟ୍ରାଫିକ ଭିଡ଼ ଏଡ଼ାଇବା ପାଇଁ କଟକଣା ଲାଗୁ। ଓଡ଼ିଶା ସହରାଞ୍ଚଳ ପୁଲିସ ଆଇନ 2003 ଅନୁଯାୟୀ ଲାଗୁ ହୋଇଥିବା ଏହି କଟକଣାଗୁଡ଼ିକର ଲକ୍ଷ୍ୟ ଟ୍ରାଫିକ ବ୍ୟବସ୍ଥାକୁ ସୁନିଶ୍ଚିତ କରିବା ଏବଂ ଦୁର୍ଘଟଣା ରୋକିବା। ଅନିୟମିତ ପାର୍କିଂ ଯୋଗୁଁ ରାସ୍ତାରେ ଭିଡ଼ ହେଉଛି, ଫଳରେ ଯାନବାହନ ଚଳାଚଳରେ ବାଧା ହୋଇ ଯାତ୍ରୀଙ୍କ ସୁରକ୍ଷା ପ୍ରତି ବିପଦ ସୃଷ୍ଟି ହେଉଛି। ଟ୍ରାଫିକ ଶୃଙ୍ଖଳା ବଜାୟ ରଖିବା ଏବଂ ଅସୁବିଧା ଏଡ଼ାଇବା ପାଇଁ ପୁଲିସ ନାଗରିକମାନଙ୍କୁ କର୍ତ୍ତୃପକ୍ଷଙ୍କୁ ସହଯୋଗ କରିବାକୁ ଅନୁରୋଧ କରିଛି। ଭୁବନେଶ୍ୱର ସୁଗମ ଟ୍ରାଫିକ ଏବଂ ଯାତ୍ରୀ ସୁରକ୍ଷା ବୃଦ୍ଧି ପାଇଁ ପାର୍କିଂ ନିୟନ୍ତ୍ରଣ କରିବା ଆବଶ୍ୟକ ବୋଲି ମନେ କରାଯାଉଛି ଏବଂ ଓଡ଼ିଶା ସହରାଞ୍ଚଳ ପୁଲିସ ଆଇନ 2003ର ଧାରା 28 ଏବଂ 29, ଭୁବନେଶ୍ୱର କଟକ ପୁଲିସ କମିଶନରେଟ ନିୟମାବଳୀ 2008ର ନିୟମାବଳୀ 19 ଏବଂ 21 ସହିତ ଭାରତୀୟ ନାଗରିକ ସୁରକ୍ଷା ସଂହିତା 2023ର ଧାରା 163 ଅନ୍ତର୍ଗତ କ୍ଷମତାର ବ୍ୟବହାର କରାଯିବ ବୋଲି କମିଶନରେଟ ପୁଲିସ ପକ୍ଷରୁ କୁହାଯାଇଛି। ପରବର୍ତ୍ତୀ ଖବର, ଓଡ଼ିଶାରେ ବି ଭୟଙ୍କର ବାୟୁ ପ୍ରଦୂଷଣ। ବାୟୁମାନ ସୂଚକାଙ୍କରେ ଦିଲ୍ଲୀକୁ ଟପିଲା ଅନୁଗୁଳ। ଦିଲ୍ଲୀରେ ବର୍ତ୍ତମାନ AQI 329କୁ ଖସିଛି, ହେଲେ ଅନୁଗୁଳରେ ରହିଛି 335। ଦିଲ୍ଲୀ ସହ ସମାନ ହୋଇଥିଲା ଅନୁଗୁଳର AQI। ଉଭୟ ସ୍ଥାନରେ ରହିଥିଲା 335 I। 332 AQI ସହିତ କଟକ ବି ଦିଲ୍ଲୀକୁ ଟପିଛି। 333 ଦିଲ୍ଲୀରେ AQI ପାଖାପାଖି ଥିଲା କଟକ। ଶେଷରେ ଏହା 326 ଦିଲ୍ଲୀ ପାଖାପାଖି ରହିଛି। ସକାଳ ସମୟରେ ଭୁବନେଶ୍ୱର AQI 328 ବହୁତ ଖରାପ ରହିଥିଲା। ଏଥିପାଇଁ ଅଧିକ ସମୟ ବାହାରେ ରହିଲେ ନିଶ୍ୱାସ ପ୍ରଶ୍ୱାସରେ ଅସୁବିଧା ହେବ। 2 ଦିନ ହେଲା କୁହୁଡ଼ି ହେଉଥିବାରୁ ରାଜ୍ୟର ବିଭିନ୍ନ ସହର ଏପରି ବାୟୁର ମାନ ଖସିଥିବା ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଆକଳନ କରିଛି। ସକାଳେ କୁହୁଡ଼ି ସହ ରାତିରେ ତାପମାତ୍ରା ଅଧିକ ରହୁଛି। ଏହା ଧୂଳି କଣିକାକୁ ନିଷ୍କାସନ କରାଇ ଦେଉନାହିଁ, ଫଳରେ ଧୂଳି କଣିକା ଉପରକୁ ନ ଯାଇ ତଳେ ରହିଯାଉଛି। ପରବର୍ତ୍ତୀ ଖବର, ବଢ଼ୁଛି ରନ୍ଧନ ଗ୍ୟାସ ଯୋଗାଣ ସମସ୍ୟା, ତେଜୁଛି ଉପଭୋକ୍ତାଙ୍କ ଅସନ୍ତୋଷ। ଜଟଣୀ ବ୍ଲକ ଅନ୍ତର୍ଗତ
କୁସୁମାଟି ଛଣଘରଠାରେ ଥିବା ଇଣ୍ଡିଆନ୍ ଅଏଲ୍ ଏବଂ ହିନ୍ଦୁସ୍ତାନ ପେଟ୍ରୋଲିୟମ ଗ୍ୟାସ୍ ବଟଲିଂ ପ୍ଲାଣ୍ଟରୁ ରାଜ୍ୟ ତଥା ରାଜ୍ୟ ବାହାରୁ ପେଟ୍ରୋଲ ଓ ଗ୍ୟାସ୍ ସପ୍ଲାଇ ହୋଇଥାଏ। କିନ୍ତୁ ବିଗତ 3-4 ମାସ ହେଲାଣି ଅଞ୍ଚଳରେ ଘରୋଇ ରନ୍ଧନ ଗ୍ୟାସ୍ ଯୋଗାଣ ଠିକ୍ ପରିମାଣରେ ମିଳୁନାହିଁ। ଗ୍ୟାସ୍ ଏଜେନ୍ସି ଆଗରେ ପ୍ରତିଦିନ ସକାଳୁ ରାତି ପର୍ଯ୍ୟନ୍ତ ଲୋକଙ୍କ ଭିଡ଼ ରହୁଥିବା ବେଳେ ଆଗୁଆ ବୁକିଂ କରି ହନ୍ତସନ୍ତ ହେଉଛନ୍ତି ଖାଉଟି। ଅନେକ ଲୋକ ମାସକ ପୂର୍ବରୁ ଗ୍ୟାସ୍ ବୁକ୍ କରିଥିଲେ ମଧ୍ୟ ମିଳୁନାହିଁ। ଅନେକ ଲୋକ ଖାଲି ଟାଙ୍କି ନେଇ ଘରକୁ ମଧ୍ୟ ଫେରୁଛନ୍ତି। ଏନେଇ ଗ୍ରାହକମାନେ ଅଭିଯୋଗ କରିଛନ୍ତି ଯେ ଦୀର୍ଘ ଦିନ ହେଲାଣି ଖାତାରୁ ରନ୍ଧନ ଗ୍ୟାସ୍ ଉଠାଇବାରେ ସମସ୍ୟା ଭୋଗୁଛୁ। ପୂର୍ବରୁ ଗ୍ୟାସ୍ ବୁକିଂର 2 ଦିନ ମଧ୍ୟରେ ମିଳୁଥିବା ବେଳେ ଏବେ ମାସକ ପର୍ଯ୍ୟନ୍ତ ମିଳୁନାହିଁ। ତେଣୁ ପ୍ରଶାସନ ଏଥିପାଇଁ ଦୃଷ୍ଟି ଦେଇ ତୁରନ୍ତ ଗ୍ୟାସ୍ ଯୋଗାଣ ସମସ୍ୟାର ସମାଧାନ କରିବା ସହ ବିଭିନ୍ନ ହୋଟେଲ ଓ ଖୁଚୁରା ଗ୍ୟାସ୍ ଦୋକାନୀମାନଙ୍କ ଉପରେ ଚଢ଼ଉ କରିବାକୁ ଦାବି କରିଛନ୍ତି। ପରବର୍ତ୍ତୀ ଖବର ଜାତୀୟ ହାର ତୁଳନା ଓଡ଼ିଶାର ମୁଣ୍ଡପିଛା ଆୟ କମ୍। ଜାତୀୟ ସ୍ତରରେ 2,162,000 ଟଙ୍କା ରହିଥିବା ବେଳେ ଓଡ଼ିଶାରେ ମୁଣ୍ଡପିଛା ଆୟ 1,82,548 ଟଙ୍କା ରହିଛି। ତେବେ ଗୋଟିଏ ପଟେ ରାଜ୍ୟ ସରକାର ଓଡ଼ିଶାକୁ ବିକାଶର ଶୀର୍ଷରେ ପହଞ୍ଚାଇବା ପାଇଁ ଉଦ୍ୟମ କରୁଛନ୍ତି। ଏଥିପାଇଁ ଭିଜନ 2036 ଏବଂ 48ର ପରିକଳ୍ପନା କରାଯିବା ସହ ବହୁବିଧ ଯୋଜନା ହାତକୁ ନିଆଯାଇଛି। ଏହି ପରିପ୍ରେକ୍ଷୀରେ ରାଜ୍ୟ ସରକାରଙ୍କ ଅର୍ଥ ବିଭାଗ ପକ୍ଷରୁ ପ୍ରସ୍ତୁତ ଇକୋନୋମି ଆଣ୍ଡ ଫାଇନାନ୍ସ ଅଫ୍ ଓଡ଼ିଶା ଆଣ୍ଡ ମିଡିୟମ ଟର୍ମ ଆଉଟଲୁକ୍ରେ ଏଭଳି ଗୁରୁତ୍ୱପୂର୍ଣ୍ଣ ତଥ୍ୟ ରହିଛି। ନଭେମ୍ବର 20ରେ ଅର୍ଥ ବିଭାଗ ପକ୍ଷରୁ ଜାରି କରାଯାଇଥିବା ଏହି ରିପୋର୍ଟରେ କୁହାଯାଇଛି, 2024-25 ଆର୍ଥିକ ବର୍ଷରେ ଓଡ଼ିଶାର ପ୍ରତ୍ୟେକ ବ୍ୟକ୍ତିଙ୍କ ମୁଣ୍ଡପିଛା ଆୟ INR 1,82,548 ରହିଛି, ଯାହାକି ଜାତୀୟ ସ୍ତରରେ INR 2,162,000 ଠାରୁ କମ୍। ରାଜସ୍ୱ ବୃଦ୍ଧି କରାଯିବା ସହ ମୁଣ୍ଡପିଛା ଆୟ କିଭଳି ବଢ଼ିବ ସେଥିପାଇଁ ନୀଳନକ୍ସା ପ୍ରସ୍ତୁତ ହୋଇଛି। ତଥ୍ୟ ଅନୁଯାୟୀ 2015-16 ଆର୍ଥିକ ବର୍ଷରେ ଏହି ବ୍ୟବଧାନ 31.6% ରହିଥିଲା। ମାତ୍ର 2024-25 ଆର୍ଥିକ ବର୍ଷରେ ଏହା କ୍ରମଶଃ ହ୍ରାସ ପାଇ 8.8% ଖସିଛି। ଅନ୍ୟ ରାଜ୍ୟ ତୁଳନାରେ ଓଡ଼ିଶା ଲୋକଙ୍କ ମୁଣ୍ଡପିଛା ଆୟ ହାର ବଢ଼ୁଥିବା ଅର୍ଥ ବିଭାଗ ରିପୋର୍ଟରେ କୁହାଯାଇଛି। ପରବର୍ତ୍ତୀ ଖବର, ନୂଆ ଲେବର କୋଡ୍ ସ୍ଥାୟୀ ଚାକିରି ପ୍ରଭାବିତ ହେବେ ଏସବୁ କର୍ମଚାରୀ। ନୂଆ ନିୟମ ଅନୁଯାୟୀ ଚୁକ୍ତିଭିତ୍ତିକ କର୍ମଚାରୀମାନେ ବର୍ତ୍ତମାନ ସ୍ଥାୟୀ କର୍ମଚାରୀଙ୍କ ସହ ସମାନ ଦରମା, ଛୁଟି ଏବଂ ସାମାଜିକ ସୁରକ୍ଷା ସୁବିଧା ପାଇବାକୁ ଯୋଗ୍ୟ ହେବେ। ସବୁଠୁ ବଡ଼ କଥା ହେଉଛି ଚୁକ୍ତିଭିତ୍ତିକ କର୍ମଚାରୀମାନେ କେବଳ 1 ବର୍ଷର ସେବା ପରେ ଗ୍ରାଜୁଏଟି ପାଇବାକୁ ଯୋଗ୍ୟ ହେବେ, ଯାହା ପୂର୍ବରୁ 5 ବର୍ଷ ଥିଲା। ଏହି ପରିବର୍ତ୍ତନ ଯୋଗୁଁ କମ୍ପାନୀଗୁଡ଼ିକ ସ୍ଥାୟୀ ଚାକିରି ପରିବର୍ତ୍ତେ ଅଧିକ ସଂଖ୍ୟକ ଚୁକ୍ତିଭିତ୍ତିକ କର୍ମଚାରୀ ନିଯୁକ୍ତି ପାଇବାର ସମ୍ଭାବନା ସୃଷ୍ଟି ହୋଇଛି। ନିଯୁକ୍ତି ବିଶେଷଜ୍ଞଙ୍କ ମତରେ ସ୍ଥାୟୀ ପଦବୀଗୁଡ଼ିକ ସମ୍ପୂର୍ଣ୍ଣ ରୂପେ ଉଭେଇ ଯିବ ନାହିଁ, କିନ୍ତୁ ଯେଉଁ କ୍ଷେତ୍ରରେ ଖର୍ଚ୍ଚ ନିୟନ୍ତ୍ରଣ ଓ ସାମୟିକ ଚାହିଦା ଅଧିକ ସେଠାରେ ଚୁକ୍ତିଭିତ୍ତିକ ନିଯୁକ୍ତି ବଢ଼ିପାରେ। ମୂଳ କାର୍ଯ୍ୟଗୁଡ଼ିକ ପାଇଁ କମ୍ପାନୀଗୁଡ଼ିକ ଦୀର୍ଘମିଆଦୀ ସ୍ଥିରତା ଆବଶ୍ୟକ କରୁଥିବାରୁ ସେଗୁଡ଼ିକୁ ସ୍ଥାୟୀ ନିଯୁକ୍ତି ଅଧୀନରେ ରହିବ। ଏହାଦ୍ୱାରା ଖାଉଟି ଉତ୍ପାଦନ ଏବଂ ଚୁକ୍ତିଭିତ୍ତିକ ନିଯୁକ୍ତି ବଢ଼ିବାର ସମ୍ଭାବନା ଅଛି। ନୂଆ କୋଡ୍ ସାମାଜିକ ସୁରକ୍ଷା ଦେଉଥିବାରୁ ଅସଂଗଠିତ କ୍ଷେତ୍ରରେ କର୍ମଚାରୀଙ୍କ ପାଇଁ ଏହା ଏକ ବଡ଼ ସୁରକ୍ଷା ଆଣିଛି। ତେବେ କମ୍ପାନୀଗୁଡ଼ିକ ଦୀର୍ଘଆଦି ସ୍ଥାୟୀ କାମ ପାଇଁ ବାରମ୍ବାର ସର୍ଟ ଟର୍ମ କଣ୍ଟ୍ରାକ୍ଟ ଦେଇ ଅସଦ୍ ଉପାୟ ଅବଲମ୍ବନ ନ କରନ୍ତୁ। ସେଥିପାଇଁ ନିରୀକ୍ଷଣ ଓ ସ୍ୱଚ୍ଛତା ଜରୁରୀ ବୋଲି ବିଶେଷଜ୍ଞମାନେ ମତ ଦେଇଛନ୍ତି।